ମାନେ ଜୟ ଜଗନ୍ନାଥ ସମସ୍ତେ ଖୁସିରେ ଥିବେ ଆଶା କରୁଛି ବହୁତ ସୁନ୍ଦର ଭାବରେ ଥିବେ। ଏଇ ଯେଉଁ ଭିଡ଼ିଓଟି ଦେଖି ସାରିଲା ପରେ ଆପଣମାନଙ୍କ ଆହୁରି ଖୁସି ହୋଇଯିବେ ଯେ କି ଦେଖନ୍ତୁ ଆପଣମାନଙ୍କ ସାମ୍ନାରେ ଏକ ନୂଆ ସ୍କଲାରସିପ୍ ଯେ କି ଆପଣମାନଙ୍କ ପାଇଁ ଖୁସିର ଖବର। ଯେଉଁମାନେ ଇଲିଜିବିଲିଟି ଯେ କି ଏତେ ପର୍ଯ୍ୟନ୍ତ ବି ଜାଣିପାରୁନାହାନ୍ତି ଯେ କି ସେ ସ୍କଲାରସିପ୍ଟି କ'ଣ, ଆମେ କେମିତି କ'ଣ ଆପ୍ଲାଏ କରିବୁ, ବାରମ୍ବାର ମେସେଜ୍ ପରେ ମେସେଜ୍ କମେଣ୍ଟ ପରେ କମେଣ୍ଟ ଦେଉଛନ୍ତି ଯେ କି ସାର୍ ଆପ୍ଲାଏ କେମିତି କରିବୁ, କ'ଣ ସବୁ ଦରକାର ତାହା ଦେଖନ୍ତୁ ପିଲାମାନେ। ଆଉ ଥରେ ଆପଣମାନଙ୍କୁ ସୁଯୋଗ ଦେଇକି ଆସିଛି ଯେ କି ଯେଉଁ ଆପଣମାନଙ୍କର ଏଇ ଯେଉଁ ସ୍କଲାରସିପ୍ଟି ଆପଣମାନଙ୍କ ପାଇଁ ମୁଁ ବନେଇବା ପାଇଁ ଯାଉଛି। ଦେଖନ୍ତୁ ଯେଉଁ ଫେବୃଆରୀ 26ର ତା'ର ଲାଷ୍ଟ ଡେଟ୍ ଥିଲା, ଆପଣମାନେ ଦେଖନ୍ତୁ ଫେବୃଆରୀ 26 ମତଲବ କାଲି ଗୋଟେ ଦିନ ପାଇଁ ଲାଷ୍ଟ ଡେଟ୍ ଅଛି। ଆପଣମାନେ ଭଲ ଭାବରେ ଦେଖନ୍ତୁ ଯେ ଯେଉଁମାନଙ୍କ ପାଖରେ ଏଇ ଡକୁମେଣ୍ଟ ଥିବ ସେମାନେ ଜଲ୍ଦି ଜଲ୍ଦି ସେଟାକୁ କାଲି ଆପ୍ଲାଏ କରିଦେବା ନିହାତି ଦରକାର। ଯେ କି ଆପଣମାନଙ୍କୁ ଭିଡ଼ିଓଟି ବନେଇ ଦେବାର ଟିକେ ଲେଟ୍ ହୋଇଯାଇଛି ଯେ କି ଆପଣମାନେ କେହି ବି ଚିନ୍ତା କରନ୍ତୁ ନାହିଁ। ଯଦି ଆପଣମାନଙ୍କ ପାଖରେ ଡକୁମେଣ୍ଟ ଠିକ୍ଠାକ୍ ଅଛି ଯେ କି ଆପଣମାନେ ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପ୍ଲାଏ କରିପାରିବେ। ଯେ କି ଗୋଟେ ଦିନ ଅଛି ଯେ କି ଗୋପବନ୍ଧୁ ସ୍କଲାରସିପ୍, ଯେ କି ଗୋପବନ୍ଧୁ ସ୍କଲାରସିପ୍ ଯେଉଁମାନେ ଆପ୍ଲାଏ କରିବେ ଦେଖନ୍ତୁ 20,000 ଟଙ୍କା ତାଙ୍କୁ ମିଳିବ ଯେ କି ପର୍ ଇୟର୍। ଯେ କି +3 ପାଖରୁ ଆପଣମାନଙ୍କୁ ଆପ୍ଲାଏ କରିବା ପାଇଁ ସୁଯୋଗ ମିଳିବ। ଯେଉଁମାନେ ବି ଆପ୍ଲାଏ କରିନାହାନ୍ତି ସେମାନେ ଆପ୍ଲାଏ କରିଦେବା ନିହାତି ଦରକାର। ଯେ ଦେଖନ୍ତୁ ତାଙ୍କର ଡକୁମେଣ୍ଟ କ'ଣ କ'ଣ ଥିବା ଦରକାର। ଯେଉଁ ଗୋପବନ୍ଧୁ ସ୍କଲାରସିପ୍ର ଡକୁମେଣ୍ଟ ଆପଣମାନଙ୍କ ପାଖରେ କ'ଣ କ'ଣ ଥିବା ଦରକାର ଯେ କି ଆପ୍ଲାଏ କରିବା ପାଇଁ ଦେଖନ୍ତୁ ଭଲ ଭାବରେ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଯଦିକା ଚ୍ୟାନେଲରେ ନୂଆ ଥିବେ ଚ୍ୟାନେଲଟିକୁ ଜଲ୍ଦି ଜଲ୍ଦି ସବସ୍କ୍ରାଇବ୍ କରିଦେବା ଦରକାର। ଦେଖନ୍ତୁ ଗୋପବନ୍ଧୁ ସ୍କଲାରସିପ୍ କେଉଁମାନେ ଆପ୍ଲାଏ କରିପାରିବେ, ଗୋପବନ୍ଧୁ ସ୍କଲାରସିପ୍ ଯାହାର ପ୍ୟାରେଣ୍ଟ ଯେ କି ବାପା ଡେଥ୍ ହୋଇଥିବ ସେମାନେ ହିଁ ଏଟାକୁ ଆପ୍ଲାଏ କରିପାରିବେ। ଦେଖନ୍ତୁ ପିଲାମାନେ ବହୁତ ପିଲା ବି ଏଇରକମ ଭାବରେ ରହୁଛନ୍ତି ଯେ କି ତାଙ୍କର ପ୍ୟାରେଣ୍ଟ ଡେଥ୍ ହୋଇଛି ଯେ କି ଏ ସ୍କଲାରସିପ୍ଟି ପ୍ରାୟ ପିଲା ଜାଣିପାରୁନାହାନ୍ତି। ସେଥିପାଇଁ ମୁଁ ଆପଣମାନଙ୍କୁ ଯେ ଆଉ ଗୋଟେ ଦିନ ଅଛି ବାକି ଆପଣମାନଙ୍କ ପାଖରେ এই ଭିଡ଼ିଓଟି ମୁଁ ସେୟାର କରୁଛି। ଯଦିକା ଆପଣମାନଙ୍କର ଏଇ ଡକୁମେଣ୍ଟ ଥିବ ତାହେଲେ এই ସ୍କଲାରସିପ୍ଟି ଆପଣମାନେ ଆପ୍ଲାଏ କରିପାରିବେ। ଡକୁମେଣ୍ଟ ହେଲା ଦେଖନ୍ତୁ ଆପଣମାନଙ୍କ ପାଖରେ ସିଙ୍ଗଲ ମଦର ସାର୍ଟିଫିକେଟ୍ ଥିବା ନିହାତି ଦରକାର। ସିଙ୍ଗଲ ମଦର ସାର୍ଟିଫିକେଟ୍ ଆପଣମାନେ କେମିତି କ'ଣ କାଢ଼ିବେ କ'ଣ ନାହିଁ। ଯଦିକା ଆପଣମାନଙ୍କର ଇଏ ଇୟର୍ଟି ମିସ୍ ହେଇଯାଉଛି ସାଙ୍ଗମାନେ ଆପଣମାନେ ଚିନ୍ତା କରନ୍ତୁ ନାହିଁ। ନେକ୍ସଟ ଇୟର୍ ପାଇଁ ଆପଣମାନେ ଡକୁମେଣ୍ଟ କାଢ଼ି ଠିକ୍ଠାକ୍ କରି ରଖନ୍ତୁ। ଦେଖିବେ ଆପଣମାନେ ପୁଣି ନେକ୍ସଟ ଇୟର୍କୁ ଆପଣମାନେ এই ସ୍କଲାରସିପ୍ଟି ଆପ୍ଲାଏ କରିପାରିବେ। ଡକୁମେଣ୍ଟ ହେଲା ଦେଖନ୍ତୁ ମେନ୍ ଜିନିଷ ଆପଣମାନଙ୍କର ଡକୁମେଣ୍ଟ ଯେ ସିଙ୍ଗଲ ମଦର ସାର୍ଟିଫିକେଟ୍। ସିଙ୍ଗଲ ମଦର ସାର୍ଟିଫିକେଟ୍ ଆପଣମାନେ କେମିତି କାଢ଼ିବେ ଦେଖନ୍ତୁ। ସିଙ୍ଗଲ ମଦର ସାର୍ଟିଫିକେଟ୍ଟି କାଢ଼ିବା ପାଇଁ ହେଲେ ଆପଣମାନଙ୍କର ଯେଉଁ ବାପାଙ୍କ ଡେଥ୍ ସାର୍ଟିଫିକେଟ୍ଟି ଦରକାର, ତା ସାଙ୍ଗରେ କ'ଣ ଲିଗାଲ ହାର ବାହାରିଥିବା ଦରକାର। ତାପରେ ଯେ କି ଆପଣମାନଙ୍କର କାଷ୍ଟ ସାର୍ଟିଫିକେଟ୍ ଆଉ ରେସିଡେଣ୍ଟ ସାର୍ଟିଫିକେଟ୍ ନିହାତି ଦରକାର। ଏଇ 4ଟି ଡକୁମେଣ୍ଟ ନେଇ ଆପଣମାନେ କଲେକ୍ଟର ଅଫିସକୁ ଯାଇପାରିବେ। କଲେକ୍ଟର ଅଫିସକୁ ଗଲା ପରେ ଆପଣମାନଙ୍କର ସେଠି ଡକୁମେଣ୍ଟ ଯାଞ୍ଚ କରିଲା ପରେ ଆପଣମାନଙ୍କୁ ସାର୍ଟିଫିକେଟ୍ ସିଙ୍ଗଲ ମଦର ସାର୍ଟିଫିକେଟ୍ 2ରୁ 3 ଦିନ ଭିତରେ ଆପଣମାନଙ୍କୁ ହ୍ୟାଣ୍ଡଓଭର କରିବେ। ଏ କଥା ଆପଣମାନେ ସମସ୍ତଙ୍କୁ ପୂର୍ବ ଭିଡ଼ିଓରେ ବି ଜଣାଇଥିଲି, ଏ ଭିଡ଼ିଓରେ ବି ଜଣାଇ ଦେଉଛି। ସିଙ୍ଗଲ ମଦର ସାର୍ଟିଫିକେଟ୍ ଆପଣମାନେ କେମିତି କାଢ଼ିପାରିବେ। ପିଲାମାନେ କେହି ବି ଏ ଭିଡ଼ିଓଟିକୁ ମିସ୍ କରନ୍ତୁନି। ଆଉ ଚ୍ୟାନେଲଟିକୁ ଜଲ୍ଦି ଜଲ୍ଦି ଯଦିକା ନୂଆ ଥିବେ ଚ୍ୟାନେଲଟିକୁ ଜଲ୍ଦି ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ଯେ କି ଏଇ ଯେଉଁ ସ୍କଲାରସିପ୍ଟି ଆପଣମାନେ ଆପ୍ଲାଏ କରିପାରିବେ ଗ୍ରାଜୁଏସନ୍ ପିଲା ଆଉ ପୋଷ୍ଟ ଗ୍ରାଜୁଏଟ୍ ପିଲା 2 ଜଣ, ପିଜି ଆଉ ତା ସାଙ୍ଗରେ +3 ପିଲା ଆପ୍ଲାଏ କରିପାରିବେ। ଫାର୍ଷ୍ଟ ଇୟର୍ ପାଖରୁ ଆରମ୍ଭ କରି ଯେ କି 3rd ଇୟର୍ ପର୍ଯ୍ୟନ୍ତ ଆପଣମାନେ ଆପ୍ଲାଏ କରିପାରିବେ। ପିଲାମାନେ ଭଲ ଭାବରେ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ଯଦିକା ଚ୍ୟାନେଲରେ ନୂଆ ଥିବେ ଚ୍ୟାନେଲଟିକୁ ଜଲ୍ଦି ଜଲ୍ଦି ସବସ୍କ୍ରାଇବ୍ କରିଦେବେ। ଯେ କି ଯେଉଁଭଳି ଭାବରେ ପ୍ରେମଜୀ ସ୍କଲାରସିପ୍, ପ୍ରେମଜୀ ଆଜମୀର ପ୍ରେମଜୀ ସ୍କଲାରସିପ୍କୁ ନେଇ ପିଲାମାନେ ଏବେ ଦୁଃଖରେ ଅଛନ୍ତି। ସେଥିପାଇଁ ମୁଁ ଆପଣମାନଙ୍କୁ ବହୁତ ପିଲା କମେଣ୍ଟ କରୁଛନ୍ତି ଯେ କି ସାର୍ ଆମେ କ'ଣ କରିବୁ, ଯେ ଯଦିକା ପଇସା ଦେବାର ନଥିଲା ଯେ କି ସରକାର ଏ ଯେଉଁ ସ୍କଲାରସିପ୍ଟି ଆପ୍ଲାଏ କରିବା ପାଇଁ କାହିଁକି ଦେଉଥିଲା, ସେଇ କ୍ୱେଶ୍ଚନ୍ ଯେ କି ସେମ୍ କ୍ୱେଶ୍ଚନ୍ ଆପଣମାନେ ସରକାରଙ୍କୁ ପଚାରିବା ନିହାତି ଦରକାର। ଆପଣମାନଙ୍କର ବି ହକ୍ ଅଛି ସରକାର ପାଖରେ, ଏକଥା ଭଲ ଭାବରେ ସମସ୍ତେ ଜାଣିବା ଦରକାର। ପିଲାମାନେ ସମସ୍ତେ ଭଲ ଭାବରେ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଚ୍ୟାନେଲରେ ନୂଆ ଥିବେ ଚ୍ୟାନେଲଟିକୁ ଜଲ୍ଦି ସବସ୍କ୍ରାଇବ୍। ଜୟ ଜଗନ୍ନାଥ, ଜୟ ହିନ୍ଦ।